हरे कृष्णा। दंडवत प्रणाम। हरे कृष्ण प्रभु जी, दंडवत धन्यवाद प्रणाम। दंडवत प्रणाम। हम स्टार्ट करिବା। हरे ओम। कृष्ण प्रभु जी, हरे दंडवत कृष्ण प्रणाम। प्रभु जी हरे दंडवत कृष्ण प्रणाम। दंडवत प्रणाम। ओम हरे कृष्ण प्रभु जी दंडवत प्रणाम अज्ञानतिमिरान्धस्य प्रभु। ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। विष्णुपादाय कृष्णभक्तिवेदान्ते सरस्वती देवे गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे श्रीगुरुं दीनतारिणे परमानन्दमाधवम्। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद। हरे कृष्णा कृष्ण कृष्णा हरे हरे, हरे राम 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 हरे हरे। हरे कृष्णा। ଆମେ ଶ୍ରୀମଦ୍ ଭାଗବତମ୍ ସେକେଣ୍ଡ କ୍ୟାଣ୍ଟୋ ପଢୁଛେ। ସରି, ଫର୍ଷ୍ଟ କ୍ୟାଣ୍ଟୋ ସେକେଣ୍ଡ ଚାପ୍ଟର। କ୍ୟାଣ୍ଟୋ ଚାପ୍ଟର 2। ଏଠି ଆମେ କୋଉ ଶ୍ଲୋକରୁ ଆରମ୍ଭ କରିବାର ଥିଲା? ମାନେ କୋଉ ଯାଏଁ ଯାଇଥିଲେ? ଗୋଟେ ମିନିଟ୍ ମୋ ପାଖରେ ଅଛି ଏଟା। ଶ୍ଲୋକ 17। 17 ପଢି ଦେଇଥିଲେ। ଶୃण्वतां स्वकथा कृष्ण पुण्य श्रवण कीर्तन हृद्यन्तः स्तो अभद्राणि विधुनोति सुहृत् सताम। ଗୋଟେ ମିନିଟ ରୁହନ୍ତୁ, ମୁଁ ମୋ ଲେନ୍ସ ଟା ନେଇ ଆସେ। ହରେ କୃଷ୍ଣ। ତ ଆମେ ଏଠି ପଢୁଛେ ଶ୍ଲୋକ ସଂଖ୍ୟା 12। ଶୃण्वतां स्वकथा कृष्ण पुण्य श्रवण कीर्तनम हृदयस्थो अभद्राणि विधुनोति सुहृत् सताम। ତ ଯେତେବେଳେ ଜଣେ ଭଗବାନ ଶ୍ରୀକୃଷ୍ଣ ଯେ କି ଜୀବର ହୃଦୟରେ ପରମାତ୍ମା ରୂପରେ ବିଦ୍ୟମାନ ଅଛନ୍ତି, ସେ ତାଙ୍କର ଅନନ୍ୟ ଭକ୍ତଙ୍କର ସୁହୃଦ ଅଟନ୍ତି। ଯେ ତାଙ୍କର କଥାମୃତ ଆସ୍ୱାଦନ କରୁଛନ୍ତି, ସେମାନଙ୍କୁ ସେ ପ୍ରାକୃତ ସୁଖ ଦେଇନାହାନ୍ତି। ସେ ଭକ୍ତମାନଙ୍କର ହୃଦୟରୁ ସେ ପ୍ରାକୃତ ସୁଖ ଭୋଗ ବାସନାକୁ ଦୂର କରିଦେଉଛନ୍ତି। ଭଗବାନଙ୍କ କଥା ଯେତେବେଳେ ଉପଯୁକ୍ତ ଭାବରେ ଶ୍ରବଣ କୀର୍ତ୍ତନ କରାଯାଏ, ସେତେବେଳେ ତାହା ପୁଣ୍ୟ ଏବଂ ପାବନତମ ହୋଇଉଠେ। ତ ଯେତେବେଳେ ଆମେ ଭଗବାନଙ୍କର କଥା ଶୁଣୁଛୁ, ଏଠାରେ ଭଗବାନଙ୍କର କଥାର ମହିମା କୁହାଯାଇଛି ଯେ ହୃଦୟର ଯେତେ ଅଭଦ୍ରାଣୀ, ମାନେ ଅଭଦ୍ରତା କଣ? ଆମ ଜୀବର, ଯୋଉଟା କି ମନୁଷ୍ୟ ର ଅନ୍ୟ ସୁଖ ବାଞ୍ଛନା ଯୋଉଟା ଅଛି, ମାନେ ଯୋଉ ଇନ୍ଦ୍ରିୟ ତୃପ୍ତି, ସେଟାକୁ ଅଭଦ୍ରାଣୀ କୁହାଗଲା। ମାନେ ମନୁଷ୍ୟ ଯୋଉ ନିଜକୁ ପୁରୁଷ ଭାବିକି ପ୍ରକୃତିକୁ ଏକ୍ସପ୍ଲଏଟ କରିବାକୁ ଚେଷ୍ଟା କରୁଛି, ନିଜର ସୁଖ ବାସନା କରୁଛି, ସେଇଟା ହେଲା ଅଭଦ୍ରାଣୀ। କାହିଁକି ଅଭଦ୍ରାଣୀ? ଅଭଦ୍ରତା ଆମେ କହୁନା, ଅଭଦ୍ରାଣୀ। ସେଟା କଣ ପାଇଁ ତାକୁ ଅଭଦ୍ରାଣୀ କୁହାହେଲା? କାହିଁକି ନା ସେଇଟା ତାର କିଛି ମଙ୍ଗଳ କରିପାରିବନି। ସେଇଟା ତାକୁ ଉଲଟିଆ ଖାଳରେ ପକେଇବ, ସେ ନର୍କକୁ ଯିବ। ସେଟା ସେଟା ନର୍କର ଦ୍ୱାର। ତ ତା ପାଇଁ ମନୁଷ୍ୟ ଅ, ର ହୃଦୟରେ ଏଇ ଅଭଦ୍ରାଣୀଟା ଏଟା ଭର୍ତ୍ତି ହେଇକି ରହିଛି। ହୃଦୟନ୍ତସ୍ଥୋ ଭଦ୍ରାଣୀ। ତ ଏଇଟା ଯିବ କେମିତି? ଆମର ହୃଦୟରେ ଆମେ ସବୁବେଳେ କହୁନା ଯେ ଆମର ହୃଦୟରେ ଯୋଉ ମଇଳାଟା ଅଛି, ଗୁରୁଦେବ କହୁଥିଲେ ହିମାଲୟ ମାଉଣ୍ଟେନ ଭଳିଆ। ତ ଯେ ପର୍ଯ୍ୟନ୍ତ ସେ ମଇଳା ନ ଯିବ, ସେ ମଇଳା ସଫା ନ ହେବ, ଚେତୋ ଦର୍ପଣ ମାର୍ଜନମ ଭବ ମହାନ ଦାବାଗ୍ନି ନିର୍ବାପଣମ। ଏଇ ହୃଦୟଟା ଦର୍ପଣ ଭଳିଆ। ଆଉ ଯେ ପର୍ଯ୍ୟନ୍ତ ସେ ଦର୍ପଣର ମଇଳା ଜମି ଯାଇଥିଲେ, ଆମେ କଣ ଫୋଟୋ ଆମ ଏଇଟା ଦେଖିପାରିବା କି? ପ୍ରତିବିମ୍ବଟା ଦେଖି ହେବନି।
ତ ସେ ମଇଳାକୁ ଆଗ ସଫା କରିବାକୁ ପଡିବ। ତ ମହାପ୍ରଭୁ ସେଇଆ କହିଲେ ଯେ କେମିତି ସଫା ହେବ ମଇଳାଟା? ନା ଭଗବାନଙ୍କର ନାମ କୀର୍ତ୍ତନରେ। ଭଗବାନଙ୍କର ନାମ କୀର୍ତ୍ତନ କଲେ ଯେତେ ମଇଳା ଅଛି ଆମ ହୃଦୟରେ ସବୁ ସଫା ହେଇଯିବ। ସେଇ ସେମ ଜିନିଷ ଏଠି ଶ୍ରୀମଦ୍ ଭାଗବତମ କହୁଛନ୍ତି, ସୁତ ଗୋସ୍ୱାମୀ କହୁଛନ୍ତି ଯେ ସେଇ ଯେତେ ମଇଳା ଅଛି ହୃଦୟରେ, ଯୋଉ ଅଭଦ୍ରାଣୀ, ଯୋଉ ଅନ୍ୟ ଡିଜାयर, ମଇଳା ମାନେ କଣ? ଅନ୍ୟ ଡିଜାयर। ଆମେ ଭଗବାନକୁ ଛାଡିକି ଯୋଉ ଆମର ଡିଜାयर ରହୁଛି ସେଇଟା ସବୁ ମଇଳା। କାହିଁକି ନା ସେଇଟା ହିଁ ଆମକୁ ଏଇ ମୃତ୍ୟୁ ସଂସାରରେ ବାନ୍ଧିକି ରଖିଛି। ତ ସେଇ ଅନ୍ୟ ଡିଜାयर ଗୁଡାକ, ଏଇ ଅନ୍ୟ ଡିଜାयर ଏଇଟା ନୁହଁ ଯେ ମୁଁ ଭଲ ଖାଇବାକୁ ଚାହୁଁଛି କି ଭଲ ପିନ୍ଧିବାକୁ ଚାହୁଁଛି, ଭଲ ଘର ଚାହୁଁଛି, ଏଇଟା ନୁହଁ ଅନ୍ୟ ଡିଜାयर। ଏଇ ଅନ୍ୟ ଡିଜାयर ଟା ଜନ୍ମ ଜନ୍ମରୁ ଅନାଦି କାଳରୁ ଆମର ସବୁ ଅ ଇଏ ହେଇକି ରହିଛି, ମନରେ ଇମ୍ପ୍ରେସନ ହେଇକି ରହିଛି। ମନ ଯାହା କିଛି କରୁଛେ, ଆମେ ଯାହା କିଛି କରୁଛେ, ଏଇଟା ସବୁ ଆମର ସେଇ ଅଭଦ୍ରାଣୀ, ସେଇ ଅନ୍ୟ ଡିଜାयर ମାନଙ୍କ ପାଇଁ। ଗୋଟେ ଜିନିଷ ପାଇଗଲେ ଆଉ ଗୋଟେ ଜିନିଷ ଆଡକୁ ମନ ଯାଉଛି। ପୁରା ବହୁତ ଖରାପ ଜିନିଷ ମାନଙ୍କୁ ମନ ଯାଉଛି। ଏବେ ସବୁ ଯେତେ ସବୁ ବାହାରୁଛି ନ୍ୟୁଜ ଗୁଡାକରେ, ବହୁତ ଖରାପ ଖରାପ, ମାନେ ଯୋଉଟା ଅନଏକ୍ସପେକ୍ଟେଡ କାମ ଗୁଡା ଲୋକ କରୁଛନ୍ତି। ଆ, ସେଗୁଡାକ କଣ ପାଇଁ ହଉଛି? ନା ଏଇ ଅଭଦ୍ରାଣୀ, ଏଇ ଯୋଉ ଡିଜାୟାର ଟୁ ଏନ୍ଜୟ ମ୍ୟାଟର, ଏଇ ପ୍ରକୃତିକୁ ଯୋଉ ଉପଭୋଗ କରିବାର ଆମର ଯୋଉ ବାସନାଟା, ଏଇଟା ଏଇ ଜନ୍ମରେ ନୁହଁ, ଏଇଟା ଅନେକ ଜନ୍ମରେ ହଉଛି। ଏବେ ଆମ ବାଲେଶ୍ୱରରେ ବହୁତ ରିନାଉଣ୍ଡ ନମ୍ବର 1 କଲେଜ ସେଇଟା, ତାର କେସ୍ ଟା ଆମେ ଶୁଣୁଛେ। ତ ଏମିତି ଘଟଣା ଗୁଡା କାହିଁକି ଘଟୁଛି? କାରଣ ସେ ଯୋଉ ଲୋକମାନଙ୍କର ଏଇ ଯୋଉ ବାସନାଟା ଭରି ହେଇକି ରହିଛି। ଆଉ ଏଇଟା ସେ ଲୋକ ଆମକୁ ଦେଖୁଥିବ, ଆରେ ସେ ତ ଏତେ ଭଦ୍ର ଲୋକ, ସେ କେମିତି ଏମିତି କରିପାରିବ? ନା, ଏଇ ବାସନା ଗୁଡା ଜନ୍ମ ଜନ୍ମାନ୍ତରରୁ ଅଛି। ଆଉ କେତେବେଳେ ଭଲ ଲୋକ ଖରାପ ହେଇଯାଉଛି, ଖରାପ ଲୋକ ଭଲ ହେଇଯାଉଛି, ଏଗୁଡା ସବୁ ଆମେ ଦେଖୁଛେ ପ୍ରାକ୍ଟିକାଲି। ସେ ବଡ ଗୁଣ୍ଡାଟା ଥିଲା, କେଡେ ବଡ ଭକ୍ତ ହେଇଗଲା, ସାଧୁ ହେଇଗଲା। ସେ ବଡ ସାଧୁ ଥିଲା କିନ୍ତୁ ବଡ ଚୋର ବାହାରିଲା। ସେ ଏମିତି ସବୁ କାମ କାଣ୍ଡ କାରଖାନା କଲାଣି। ତ ଏଇଗୁଡା କଣ ପାଇଁ ହଉଛି? ନା ଜନ୍ମ ଜନ୍ମରୁ ହୃଦୟରେ ଏଇ ମଇଳା ଗୁଡା ଜମା ହେଇକି ରହିଛି। ମଇଳା ଯେପର୍ଯ୍ୟନ୍ତ ପୂର୍ଣ୍ଣ ମାତ୍ରାରେ ସଫା ହେବନି, ସେ ମଝି ମଝିରେ ତାର ବାହାରିବ। ତ ସେଇଟା ସଫା ମହାପ୍ରଭୁ କହିଲେ ତାକୁ ସଫା କରିବା ଜରୁରୀ। କେମିତି ସଫା ହବ? ଭଗବାନଙ୍କର ନାମ କୀର୍ତ୍ତନରେ, ଭଗବାନଙ୍କର ଯଶ ଶୁଣିଲେ। ଆଚ୍ଛା, ଯଶ ଶୁଣିଲେ ସେଟା ସଫା କେମିତି ହେଇଯାଏ? ଭଗବାନଙ୍କର କଥା କୀର୍ତ୍ତନ ଶୁଣିଲେ, ଏଠି ଶ୍ରୀମଦ୍ ଭାଗବତମ କହିଲେ ଯେ ଭଗବାନ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ବାସ କରୁଛନ୍ତି, ସମସ୍ତଙ୍କ, ସବୁ ଜୀବର ହୃଦୟରେ। ମନୁଷ୍ୟର ହୃଦୟରେ ମଧ୍ୟ, ହାତୀର ହୃଦୟରେ ମଧ୍ୟ, ଆପଣଙ୍କର ମାଛି ମଶାର ହୃଦୟରେ ମଧ୍ୟ, ଆଉ ସବୁଠୁ ମାନେ ଯୋଉ କୀଟାଣୁ ଭୂତାଣୁ ଗୁଡା ଅଛି ସେମାନଙ୍କର ହୃଦୟରେ ମଧ୍ୟ, ଯୋଉ ଜୀବ ମାନଙ୍କୁ ଆମେ ଦେଖି ପାରୁନେ ଖାଲି ଆଖରେ, ସେମାନଙ୍କ ହୃଦୟରେ ମଧ୍ୟ ଭଗବାନ ପରମାତ୍ମା ରୂପରେ ସେଇ ଆତ୍ମା ସହିତ ବାସ କରୁଛନ୍ତି। ଆଉ ସେ ପରମାତ୍ମା ଆମର ଯେତେ ମଇଳା ଅଛି ସବୁକୁ କ୍ଲିନ କରିଦିଅନ୍ତି। କାହିଁକି କ୍ଲିନ କରିଦିଅନ୍ତି? ନା କାହିଁକି ନା ସେ ମୋ ଆଡକୁ ମୁହଁ ବୁଲେଇଛି, ସେ ମୋ କଥା ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରିଛି। ତ ଭଗବାନ ତାର ହୃଦୟରୁ ସବୁ ମଇଳା କ୍ଲିନ କରିଦିଅନ୍ତି। ତ ଏଇ ରୂପରେ ଆମେ ଯେତେ ଭଗବାନଙ୍କର କଥା ଶୁଣିବା, ଭାଗବତମ ଶୁଣିବା, ତ ଆମ ହୃଦୟର ମଇଳା ଟା ଧୀରେ ଧୀରେ ସବୁ କ୍ଲିନ ହେବ। ତାପରେ ଆଉ କିଛି ଆମ ଦ୍ଵାରା ଏମିତି ଭୁଲ, ଏଇ ବାସନାରେ ପଡିକି ଆମର ଦ୍ଵାରା ଆଉ କିଛି ଭୁଲ ହେବନି। ଶ୍ଲୋକ ସଂଖ୍ୟା 18। नष्ट प्रायेषु अभद्रेषु नित्यं भागवत सेवया भगवत उत्तम श्लोके भक्तिर्भवति नैष्ठिकी। এটা ବହୁତ ଫେମସ ଶ୍ଲୋକଟା। ନଷ୍ଟ ପ୍ରାୟେଷୁ ଅଭଦ୍ରେଷୁ। ଶ୍ରୀମଦ୍ ଭାଗବତମର ନିୟମିତ ଶ୍ରବଣ ଏବଂ ଶୁଦ୍ଧ ଭକ୍ତଙ୍କର ସେବା କଲେ ହୃଦୟର ସମସ୍ତ ଯନ୍ତ୍ରଣାଦାୟକ ସମସ୍ୟା ସମାପ୍ତି ହୋଇଯାଏ ଏବଂ ଦିବ୍ୟ ପ୍ରାର୍ଥନା ବା ସ୍ରୋତ୍ର ଦ୍ୱାରା ସଂସ୍ତୁତ ମହାମହିମାମୟ ଭଗବାନଙ୍କ ପ୍ରେମମୟ ସେବା ବା ଭକ୍ତି ସୁପ୍ରତିଷ୍ଠିତ ହୋଇଯାଏ। କଣ କଲେ ଏଇଟା ହୁଏ? ନଷ୍ଟ ପ୍ରାୟସୁ ଅଭଦ୍ରେଷୁ, ଯେତେ ଅଭଦ୍ରାଣୀ ଆମେ ଦେଖିଲେ କଣ, ସେଇ ଯୋଉ ଅଭଦ୍ରାଣୀ ସବୁ ହୃଦୟରେ ଅଛି, ସେଟା ନଷ୍ଟ ପ୍ରାୟେଷ୍ଟ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବୟା। କଣ କଲେ ସେଗୁଡା ନଷ୍ଟ ହୁଏ? ନିତ୍ୟମ ଭାଗବତ ସେବୟା।
ପ୍ରତିଦିନ ନିତ୍ୟମ ମାନେ ପ୍ରତିଦିନ ପ୍ରତିଦିନ କଣ କହିବ କରିବ ଭାଗବତର ସେବା କରିବ। ଭାଗବତର ସେବା କରିବାର ଅର୍ଥ କଣ? ମାନେ ଭାଗବତ ଶ୍ରବଣ କରିବା ବା ଭାଗବତ କହିବା। ଶ୍ରବଣ ବି ସେବା, କହିବା ବି ସେବା। ଏଇଟା ସେବା କରୁଛେ, ଆମେ ଭାଗବତମର ସେବା କରୁଛେ। ଆମେ ନିଜ ଏନଜୟମେଣ୍ଟ ପାଇଁ ଏଟା କରୁନେ, ଆମେ ସେବା ହିସାବରେ କରୁଛେ ଏଇଟା। ତ ଭାଗବତମ ଶ୍ରବଣ ଟା ଗୋଟେ ବହୁତ ବଡ ସେବା। ତ ଆମେ ଯେତେବେଳେ ଏଇ ସେବାଟା କରିବା ତ ତାର ଫଳ ସ୍ୱରୂପ କଣ ହବ ନା, ଯେତେ ଅଭଦ୍ରାଣୀ ସବୁ ନଷ୍ଟ ହେଇଯିବେ। Regular attendance in classes on the Bhagavatam and by rendering of service to the pure devotee, all that in troublesome to the heart is almost completely destroyed, and loving service unto the personality of Godhead, who is praised with transcendental songs, is established as an irrevocable fact. ତ କେବଳ ଯେ ଏଇଟା ନଷ୍ଟ ହୁଏ ସେୟା ନୁହେଁ, ଯେମିତି ଆମର ସବୁ ଏଇ ମଇଳାଟା ନଷ୍ଟ ହେଇଯିବ ହୃଦୟରୁ, ତ କଣ ହବ ନା ଭଗବାନଙ୍କ ପ୍ରତି ସେ ପ୍ରେମଟା ଜାଗ୍ରତ ହବ। ଲଭିଂ ସର୍ଭିସ ଅନଟୁ ଦ ପର୍ସନାଲିଟି ଅଫ ଗଡ ହେଡ୍, ଯିଏକି ଉତ୍ତମ ଶ୍ଲୋକ, ଯାହାଙ୍କୁ ଭଗବାନଙ୍କୁ ବହୁତ ସୁନ୍ଦର ସୁନ୍ଦର ଶ୍ଲୋକ ଦ୍ଵାରା ତାଙ୍କୁ ପ୍ରାର୍ଥନା କରାଯାଏ। ଶ୍ରୀମଦ୍ ଭାଗବତମରେ ସେଇ ସବୁ ପ୍ରାର୍ଥନା ଗୁଡାକ ଅଛି, ବହୁତ ସୁନ୍ଦର ସୁନ୍ଦର ଶ୍ଲୋକ। ଯିଏ ଟିକେ ଆସ୍ୱାଦନ କରିବ ସେ ଛାଡି ପାରିବନି ଶ୍ରୀମଦ୍ ଭାଗବତମ। ତ ଏଠିରେ କହିଲେ ଯେ ନଷ୍ଟ ପ୍ରାୟସୁ ଅଭଦ୍ରେଷୁ ନିତ୍ୟମ ଭାଗବତ ସେବୟା। ତ ଏଇଠି ଆମର ବହୁତ ପ୍ରଶ୍ନ ଆସେ ଲୋକଙ୍କର ଯେ ଆମେ ଏତେ ବର୍ଷ ହେଲା ପ୍ରାକ୍ଟିସ କରୁଛେ କିଛି ହଉନି, ଆମେ ମାନେ ଆମେ ଜପକୁ ମନ ହଉନି, ଆ, ଭାଗବତ ଶୁଣିବାକୁ ମନ ହଉନି, ଆ, ଭକ୍ତି କରିବାକୁ ମନ ହଉନି, ମନଟା ଇଆଡେ ସିଆଡେ ଯାଉଛି ସବୁ ବଲିଉଡ ହଲିଉଡ ଟଲିଉଡ ଏଇ ସବୁରେ ଯାଉଛି ଖାଲି। ତ ଏଇ ଉଡ୍ ଉଡ୍ ମାନଙ୍କୁ ଯାଉଛି। ଆଗ କାଳ ମନଟା ଉଡ୍ କୁ ଯାଉଥିଲା ତପସ୍ୟା କରିବା ପାଇଁ, ଆଜିକାଲି ମାୟାକୁ ହେଲେ ଏଇ ଉଡ୍ କୁ ଯାଉଛି, ବଲିଉଡ ହଲିଉଡ ଏଇଗୁଡା ସବୁ। ତ ଉଡ୍ ମାନେ ଜଙ୍ଗଲ, ଏଇ ଜଙ୍ଗଲ ମାନଙ୍କୁ ଯାଉଛି ସବୁ। ତ ଏଇ ଜଙ୍ଗଲ ମାନଙ୍କୁ ମନଟା କାହିଁକି ଯାଉଛି, ଭଗବାନଙ୍କ ପାଖକୁ ଯାଉନି? ଏଇ ମହିଳା ସବୁ ଅଛି, ତ ସେ ମହିଳାଟା କେମିତି ଯିବ? ତାର ଉପାୟ ଦିଆହେଲା ଯେ ନିତ୍ୟମ ଭାଗବତ ସେବା, ପ୍ରତିଦିନ ଆମେ ଭାଗବତର ସେବା କରିବା। ଯଦି ଆମେ ପ୍ରତିଦିନ ଭାଗବତର ସେବା କରିବା ତାହେଲେ ସେ ନଷ୍ଟ ପ୍ରାୟଶ ଅଭଦ୍ରେଷୁ ଦିଟା କାମ ହବ। ଗୋଟେ ହେଲା ସେ ମଇଳା ଗୁଡା ଯିବ, ଆମର ଏଇ ଯୋଉ ଅ, ଦୁ ଦୁର୍ଭାବନା ସବୁ ରହୁଛି ମନରେ, ଯାହା ପାଇଁ ଏମିତି ସବୁ ଖରାପ କାମ ଗୁଡା ହଉଛି ଏ ଜଗତରେ, ୱାର ହଉଛି କି ଯାହା କିଛି ବି ଖରାପ ହଉଛି, ସେଗୁଡାକ ନଷ୍ଟ ହେଇଯିବ, ଆଉ କିଛି ଖରାପ ହେବନି। ଆଉ ସେକେଣ୍ଡ ହେଲା ଭକ୍ତିର୍ ଭବତି ନୈଷ୍ଠିକି, ଭଗବାନଙ୍କ ପାଦ ପଦ୍ମରେ ସେ ଭକ୍ତି ହବ। ଭକ୍ତି କେତେବେଳେ ହବ? ଯେତେବେଳେ ଆମର ପ୍ରେମ ହବ, ଆମର ହୃଦୟରେ ଭଗବାନଙ୍କ ପ୍ରତି ପ୍ରେମଟା ଉପଜେଇବ, ସେତେବେଳେ ଆମେ ଆସ୍ୱାଦନ କରିବା ଏଟାକୁ। ଆଉ ଯେତେ ପ୍ରକାର ସବୁ ବିପଦ ଅଛି ଏ ଜଗତରେ, ଯିଏ ଭାଗବତ ଶ୍ରବଣ କରେ ତାକୁ କିଛି ବିପଦ ଆସେନି। ଏଠିରେ କ୍ଲିୟରଲି କହିଲେ ଯେ ଶ୍ରୀମଦ୍ ଭାଗବତମ କହୁଛନ୍ତି, ଶ୍ରୀମଦ୍ ଭାଗବତମର ନିୟମିତ ଶ୍ରବଣ ଏବଂ ଶୁଦ୍ଧ ଭକ୍ତଙ୍କର ସେବା କଲେ, ଶ୍ରବଣ କରିବେ ଆଉ ଭକ୍ତଙ୍କର ସେବା କରିବେ। ଭାଗବତ ଦୁଇ ଜଣ, ଗୋଟେ ଭକ୍ତ ଭାଗବତ, ଗୋଟେ ଗ୍ରନ୍ଥ ଭାଗବତ। ଦୁଇ ଭାଗବତ କଣ ସେଟା ଶାସ୍ତ୍ରେ କହେ, ଏକ ଭାଗବତ ଗ୍ରନ୍ଥ ଭାଗବତ, ଆଉ ଦୁଇ ଭାଗବତ ହେଲେ କିଏ ଭଗ କଣ ଭକ୍ତ ଭାଗ ଭକ୍ତ ହରେ ଭାଗବତ। ଭକ୍ତ ଭାଗବତ। ତ ଦି ଜଣ ଭାଗବତ ଅଛନ୍ତି, ଗୋଟେ ଭକ୍ତ ଭାଗବତ, ଗୋଟେ ହେଲା ଗ୍ରନ୍ଥ ଭାଗବତ। ତ ଦି ଜଣ ଭଗବାନ କୃଷ୍ଣଙ୍କର ଅବତାର, ଭକ୍ତ ଅବତାର ନିଅନ୍ତି ନା କୃଷ୍ଣ, ଗୁରୁ ରୂପରେ କୃଷ୍ଣ ଶିଖାଏ, ଗୁରୁ ରୂପେ କୃଷ୍ଣ ଶିଖାଏ, ଯୋଉ ଶିଷ୍ୟକୁ ଶିକ୍ଷା ଦିଅନ୍ତି ଗୁରୁ ରୂପରେ, ସେଟା କୃଷ୍ଣ ଶିକ୍ଷା ଦିଅନ୍ତି। ଆ, ମାନେ କୃଷ୍ଣ ମ୍ୟାନିଫେଷ୍ଟ ହୁଅନ୍ତି ଗୁରୁ ରୂପରେ। ତେଣୁ କରି ଗୁରୁକୁ ଆମେ ଦେଖୁ ଯେ ଭଗବାନଙ୍କୁ ଯେମିତି ସେବା କରାଯାଏ, ଗୁରୁଙ୍କୁ ସେବା କରାଯାଏ। ଗୁରୁ କୃଷ୍ଣ ନୁହନ୍ତି, ଗୁରୁ ହେଲେ କୃଷ୍ଣଙ୍କର ପ୍ରିୟ ବା ଦାସ। ହୁଁ କିନ୍ତୁ ଫିର ବି ତାଙ୍କୁ କୃଷ୍ଣଙ୍କ ସହିତ ସମାନ କରାଯାଇଛି। ଆମେ ପଢୁନା ମଙ୍ଗଳ ଆଳତୀରେ ଯେ ଆ, କଣ ହରି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଲେଖିଛନ୍ତି ନା ଯେ ସର୍ବଶାସ୍ତ୍ରେ ହରି ବୋଲି କୁହାଯାଉଛି, ତଥାପି ସେ
ହରିଙ୍କର ହରି ନୁହନ୍ତି ହରିଙ୍କର ପ୍ରିୟ। ହୁଁ କଣ ସେ ଶ୍ଲୋକଟା? ଉଁ, ସେଟା ହେଲା साक्षात हरित्वेन। ହଁ हरे कृष्ण। ସାକ୍ଷାତ ହରିତ୍ୱ ଆଜ୍ଞା ଆଜ୍ଞା ସାକ୍ଷାତ ହରିତ୍ୱେନ ସମସ୍ତ ଶାସ୍ତ୍ରେ। ତାପରେ ସାକ୍ଷାତ ହରିତ୍ୱେନ ସମସ୍ତ ଶାସ୍ତ୍ରେ तत्र युक्तस्तथा भवतव्य सति। भावत एव सद्भिः किंतु प्रभोर्य प्रिय एव तस्य तस्मै गुरो श्री वंदे चरणारविंदम। गुरु बंदे सत्तम। बंदे गुरो श्री चरणारविंदम। ମୁଁ ଟିକେ ଭୁଲି ଯାଉଛି। ତ ଏଇ ଶ୍ଲୋକଟା ଯୋଉଟା ଲେଖିଲେ ଏଟା ଆମେ ଡେଲି କୋଉଠି ଆମ ଇଏରେ ପଢୁଛୁ ମଙ୍ଗଳ ଆରତିରେ। ହଁ ତ ୟାର ଅର୍ଥ କଣ ଯେ ଗୁରୁ ତ ସବୁ ଶାସ୍ତ୍ରରେ କହୁଛନ୍ତି ସାକ୍ଷାତ ହରିତ୍ୱେନ ସମସ୍ତ ଶାସ୍ତ୍ରରେ ସବୁ ଶାସ୍ତ୍ର କହୁଛନ୍ତି ସେ ସାକ୍ଷାତ ହରି ବୋଲିକି। ତଥାପି ସେ ହରିଙ୍କର ପ୍ରିୟ, ସେ ହରି ନୁହନ୍ତି ହରିଙ୍କର ପ୍ରିୟ, କିନ୍ତୁ ସବୁ ଶାସ୍ତ୍ର ତାଙ୍କୁ ହରି କହୁଛନ୍ତି କାହିଁକି ନା ହରି ଗୁରୁଙ୍କ ମାଧ୍ୟମରେ ଶିଷ୍ୟକୁ ଶିଖାନ୍ତି। ଯୋଉ ଜୀବ ଉପରେ କାହା ଯେତେବେଳେ ଭଗବାନ କୃପା କରିବାକୁ ଚାହାନ୍ତି ସେ ଗୁରୁ ରୂପରେ ତାକୁ କୃପା କରନ୍ତି। କାହିଁକି ନା ଭଗବାନ ମେନିଫେଷ୍ଟ ହୁଅନ୍ତି ଗୁରୁଙ୍କ ମାଧ୍ୟମରେ। ତେଣୁକରି ତାଙ୍କୁ ସାକ୍ଷାତ ହରି ବୋଲିକି ମଧ୍ୟ ଶାସ୍ତ୍ର କହୁଛି। ତ ସେ ଅ, ସେଇଟା ଗୁରୁ ଆମକୁ ଏଇ ଶୁଦ୍ଧ ଭକ୍ତ, ହଁ ଗୁରୁଙ୍କର ସେବା, ହଁ ଜଣେ ହେଲେ ଶାସ୍ତ୍ର ଭାଗବତମର ସେବା ବା ମାନେ ଶୁଣିବା, ଆଉ ଗୁରୁଙ୍କର ସେବା ଯେତେବେଳେ ତାଙ୍କ ମୁହଁରୁ ଆମେ ଭାଗବତମ ଶୁଣିବା ସେଟା ବି ଗୁରୁଙ୍କର ସେବାରେ ଯିବ, ଆଉ ଶାସ୍ତ୍ରର ସେବାରେ ଯିବ। ଯେତେବେଳେ ତାଙ୍କର ଇନଷ୍ଟ୍ରକ୍ସନକୁ ଫଲୋ କରିବା ସେଟା ତାଙ୍କର ସେବା, ବାସ୍ତବିକ ସେବା। ତ ସେଇ ଗୁରୁଙ୍କର ସେବା କରିବା ଭକ୍ତ ଭାଗବତର ଆଉ ଶାସ୍ତ୍ର ଭାଗବତର ଭାଗବତର ଏ ଦିଟା ସେବା କଲେ ଏ ଜଗତରେ ଆଉ କିଛି ସେ ଲୋକକୁ ବିପଦ ରହିବନି। ଜଗତରେ ଯାହା କିଛି ଅଛି ବିପଦ ସବୁ ତା ପାଇଁ କଣ ମାନେ ଏଇ ପୁରା ସମଗ୍ର ଜଗତ ଏଇ ଯୋଉ ଭବାର୍ଣ୍ଣବ ବା ଭବସାଗର ଟା କେମିତି ହେଇଯିବ। ଶ୍ରୀମଦ୍ ଭାଗବତମ କହୁଛନ୍ତି ଯେମିତି ଗୋଟେ ଆ ଗାଈ ବି ନୁହଁ, ଗାଈର ଛୁଆ ବତ୍ସା, ଗୋଟେ ବତ୍ସାର ଅ, ପାଦ ଯୋଉଠି ପଡେ, ଯେମିତି ଏଇ ବର୍ଷା ଋତୁରେ ଗାଈ ମାନେ ଚରିବାକୁ ଯାଆନ୍ତି ଫେରନ୍ତି, ତ ସେ ମାଟି କାଦୁଅରେ ତାଙ୍କର ପାଦ ପଡିକି ଛୋଟ ଛୋଟ ହୋଲ ହେଇଯାଇଥାଏ। ହଁ ତାଙ୍କର ପାଦ ଚିହ୍ନ ଗୁଡା ରହିଥାଏ, ସେ ପାଦ ଚିହ୍ନରେ ପାଣି ଭରି ହେଇଯାଇଥାଏ ବର୍ଷା ଋତୁରେ। ତ ସେଇଥିରେ ଯୋଉ ପାଣି ଅଛି ସେ ଭବାର୍ଣ୍ଣବଟା ଏଇ ଭବସାଗରଟା ଗୋଟେ ଭକ୍ତ ପାଇଁ ସେ ଭଳିଆ ହେଇଯାଏ। ଆରାମ ସେ ଡେଇଁକି ପଳେଇବ ସେ, ତାକୁ ସେ ଭବାର୍ଣ୍ଣବ ଲାଗିବନି, ତାକୁ ତା ପାଇଁ କିଛି ବଡ ଜିନିଷ ନୁହଁ। କାହିଁକି ନା ସେ ଭକ୍ତ, କାହିଁକି ନା ସେ ସେବା କରୁଛି କାହାର, ଭକ୍ତ ଭାଗବତ ଆଉ ଗ୍ରନ୍ଥ ଭାଗବତଙ୍କର। ତ ସେଇ ଭକ୍ତ ପାଇଁ ଏଇ ଅ, ଭବସାଗର ଯୋଉଟା କି ସବୁଠୁ ବଡ ବିପଦ ସମସ୍ତଙ୍କ ପାଇଁ, ସେଟା ତା ପାଇଁ ଗୋଟେ ସ୍ମଲ କାଫ୍ ର ଫୁଟ ପ୍ରିଣ୍ଟରେ ଯେତେ ୱାଟର ରହୁଛି ସେତିକି ତାର ସହିତ ସମାନ। ତ ଯେତେ ପ୍ରକାର ବିପଦ ଅଛି, ଭବାର୍ଣ୍ଣବ ବିପଦ ଯଦି ଏମିତି ଛୋଟ ହେଇଗଲା ତାହେଲେ ଆଉ ବାକି କଣ ବିପଦ କଥା କହିବା। ବାକି ଆଉ କିଛି ବିପଦ ହିଁ ନାହିଁ ତା ପାଇଁ। ଏଇ କିଛି ମେଟେରିଆଲ ବିପଦ ନାହିଁ, କିଛି ସ୍ପିରିଚୁଆଲ ବିପଦ ନାହିଁ। ସେ ସବୁବେଳେ ବିପଦ ଶୂନ୍ୟ, କାହିଁକି ନା ସେ ସବୁବେଳେ କୃଷ୍ଣଙ୍କ ଠି ରହୁଛି। ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଶ୍ଲୋକ ଶ୍ରୀମଦ୍ ଭାଗବତମ କହୁଛନ୍ତି। ଆମେ ଶ୍ରୀମଦ୍ ଭାଗବତମ ପଢୁଛେ ମାନେ ଏଇଟା ଜାଣିବା କଥା। ଶ୍ରୀମଦ୍ ଭାଗବତମ ନିତ୍ୟ ସେବା କଲେ ଏଇ ଫଳଟା ମିଳେ, କିଛି ବିପଦ କିଛି ଆପଦ କିଛି ଦୁଃଖ କିଛି ରହିବନି, ସବୁ କିଛି ଚାଲିଯିବ। तदा रजस्तमो भावः कामलोभादयश्च ये चेत एतैरनाविद्धं स्थितं सत्त्वे प्रसीदति। ଯେତେବେଳେ ହୃଦୟରେ ପ୍ରେମମୟ ସେବା ଦୃଢୀଭୂତ ହୋଇଯାଏ ସେତେବେଳେ ହୃଦୟରୁ ରଜ ଓ ତମ ଗୁଣ ଜାତ ଅଜ୍ଞାନତା କାମନା ଓ ଲୋଭ ଦୂରୀଭୂତ ହୋଇଯାଏ। ତତ୍ପରେ ଭକ୍ତ ସତ୍ୱ ଗୁଣରେ ପ୍ରତିଷ୍ଠିତ ହୋଇଯାଏ ଏବଂ ସୁଖ ଓ ଆନନ୍ଦ ଅନୁଭବ କରେ। तो आ,
ଯେତେବେଳେ ଆମେ ଏଇ ଯୋଉ ଭାଗବତମ ସେବା କରିବା ବା ଶ୍ରବଣ କରିବା ତ ଆଉ କଣ ହବ ନା ଆମର ଏଇଟା ଗ୍ରାଜୁଆଲ ଅପଲିଫ୍ଟମେଣ୍ଟ କୁହାଯାଉଛି। ଦେଖନ୍ତୁ ଏବେ ଯୋଉ କିଛିଟା ଶ୍ଲୋକ ଆସିବ ଶ୍ରୀମଦ୍ ଭାଗବତମ ର, ଏଟା ଆମେ ଯୋଉ ଭାଗବତମ ପଢୁଛେ ସେଥିରେ ଆମର କେମିତି ଅପଲିଫ୍ଟ ହେବ, ଆମର କେମିତି କନସିୟସନେସ ଟା ଯୋଉଟା ଏବେ ଏନିମାଲ କନସିୟସନେସ ଅଛି କେମିତି ସ୍ପିରିଚୁଆଲ କୃଷ୍ଣ କନସିୟସନେସ ହେବ, କେମିତି ତାର ଗ୍ରାଜୁଆଲ ପ୍ରୋସେସ ଟା ସେଟା ଦିଆଯାଇଛି। ଫାର୍ଷ୍ଟରେ କୁହାଗଲା ଯେ ଶ୍ରୀମଦ୍ ଭାଗବତମ ନିତ୍ୟ ସେବା କଲେ ଆମର ସବୁ ମଇଳା ଗୁଡାକ ନାଶ ହବ। ମଇଳା ନାଶ ହେଲେ କଣ ହବ କୁହାଗଲା ଯେ ଭକ୍ତିର୍ ଭବତି ନୈଷ୍ଟିକି, ନୈଷ୍ଟିକି ଭକ୍ତି ହବ। ଏବେ ଯୋଉ ଭକ୍ତି ହଉଛି କ୍ଷଣସ୍ଥାୟୀ ଶ୍ମଶାନ ବୈରାଗ୍ୟ ଟାଇପ ର ଭକ୍ତି। ମ୍ୟୁଟ କରିଦିଅନ୍ତୁ, ଯାହାର ଅନମ୍ୟୁଟ ଅଛି ମ୍ୟୁଟ କରିଦିଅନ୍ତୁ। ତ ସେଇଟା ଯେତେବେଳେ ଆମର ନଷ୍ଟ ହେଇଯିବ, ତାର ଗୋଟେ ଅନମ୍ୟୁଟ ହେଇକି ଅଛି। ହଁ रघुनाथ मांझी। ହଁ ହଁ ତାଙ୍କର ମୁଁ ମ୍ୟୁଟ କରିଦେଲି। ତ ଯେତେବେଳେ ସେଇଟା ନଷ୍ଟ ହେଇଯିବ ଆ, ଆମର ଯୋଉ ମଇଳା ଗୁଡା, ତାପରେ ନୈଷ୍ଟିକି ଭକ୍ତି ହବ। ମାନେ ଏବେ ଆମର ଭକ୍ତିଟା ଶ୍ମଶାନ ବୈରାଗ ବୋଲେ, ଏବେ ଭକ୍ତି ହଉଛି ସବୁ ସୁବିଧା ହେଇଗଲା, ଭକ୍ତି ହେଲା, ଅସୁବିଧା ହେଇଗଲା ଭକ୍ତି ଚାଲିଗଲା, ନିଜ କାମରେ ଲାଗିଲେ। ତ ଭକ୍ତିଟା ମାନେ ନୈଷ୍ଟିକ ଭକ୍ତି ନୁହଁ। ହଁ, ତ ସେଇ ନୈଷ୍ଠିକ ଭକ୍ତିଟା ହେବ ଯେତେବେଳେ ଆମେ ଭାଗବତମ ପଢିବା, ମଇଳା ଗୁଡା ଯେତେବେଳେ ନାଶ ହବ ହୃଦୟରୁ। ତାପରେ କୁହାଗଲା ଏଇଟା ଯେ ଆ, ସେଇ ଯୋଉ ମଇଳା ଗୁଡା ନାଶ ହେଲେ ଧୀରେ ଧୀରେ ଆମେ ଏଇ ଯୋଉ ରଜ ଭାବରେ ଅଛୁ। ଏବେ ସମସ୍ତେ ଏଇ ତିନି ଗୁଣର ପ୍ରଭାବରେ ସମସ୍ତେ ଅଛୁ। ତିନି ଗୁଣରେ ସମଗ୍ର ଜଗତଟା ସୃଷ୍ଟି, ଏଇ ଗୁଣ ଦ୍ଵାରା ହିଁ ସୃଷ୍ଟି ହେଇଛି। ଆମେ ଆଗକୁ ଶ୍ରୀମଦ୍ ଭାଗବତମରେ ପଢିବା, ସେଇଟା ଡିଟେଲ୍ସରେ ପଢିବାନି, ସେଇଟା ଏମିତି କହିଦେଇ ଯିବା। ଶ୍ରୀମଦ୍ ଭାଗବତମରେ ଅଛି କେମିତି ସୃଷ୍ଟି ତତ୍ଵଟା, କେମିତି ମାୟା ସୃଷ୍ଟି ହେଲେ। ମାୟାଟା ତିନି ଗୁଣମୟ, ସେ ତିନି ଗୁଣରୁ ଫାଷ୍ଟ ସେଇଟା ଥିଲା, ଆଉ କିଛି ନଥିଲା। ସେଥିରୁ ଏଇ ସଂସାରଟା ସୃଷ୍ଟି ହେଇଛି। ହଁ, କେମିତି ସବୁ ସେ ତିନି ଗୁଣ ନିଜ ନିଜ ଭିତରେ ଇଣ୍ଟରାକ୍ସନ କରିକି ସବୁ ସୃଷ୍ଟି ଗୁଡା କରୁଛନ୍ତି। ତ ସେଟା ଆଗରେ ଅଛି ଶ୍ରୀମଦ୍ ଭାଗବତମରେ। ତ ଏଇ ଯୋଉ ତିନି ଗୁଣ ଅଛନ୍ତି, ତିନି ଗୁଣରୁ ରଜ ଆଉ ତମ ଏଇଟା ବାନ୍ଧିକି ରଖେ। ସତ୍ୱ ଗୁଣଟା ମନୁଷ୍ୟକୁ ଫ୍ରି କରାଏ, କିନ୍ତୁ ସେ ବି ସମ୍ପୂର୍ଣ୍ଣ ମାତ୍ରାରେ ଫ୍ରି କରାଏନି। ଫ୍ରି ହେବା ପାଇଁ ସେ ହେଲ୍ପ କରେ। ଯେତେବେଳେ ମନୁଷ୍ୟ ଶୁଦ୍ଧ ସତ୍ୱକୁ ପହଞ୍ଚେ, ସେତେବେଳେ ସେ ସମ୍ପୂର୍ଣ୍ଣ ଫ୍ରି ହୁଏ ଏଇ ମାୟାରୁ। କାହିଁକି ନା ଶୁଦ୍ଧ ସତ୍ୱଟା ମାୟାର ଉର୍ଦ୍ଧ୍ୱରେ, ସତ୍ୱ ଗୁଣ ମଧ୍ୟ ସେଇ ମାୟାର ହିଁ ଗୋଟେ ଗୁଣ। ତ ଫାଷ୍ଟରେ ଜଣକୁ ସତ୍ୱ ଗୁଣକୁ ଉନ୍ନତ ହେବାକୁ ପଡିବ। ଯିଏ ତମରେ ଅଛି ସେ ରଜ ଗୁଣକୁ ଉନ୍ନତ ହବ, ରଜ ବାଲା ସତ୍ୱ ଗୁଣକୁ ଉନ୍ନତ ହବ। ଆମେ ଯେତେ ପେସନରେ ଅଛୁ, ଯେତେ ପଇସା କମେଇବା, ଇଏ କରିବା, ଏନ୍ଜୟ କରିବା, ଏଇଟା ସବୁ ରଜ ଗୁଣର କାମ। ତ ଏଇ ରଜ ଗୁଣଟା ହୃଦୟରୁ ନାଶ ପ୍ରାପ୍ତ ହେଇକି କଣ ହବ ନା, ଆମର ହୃଦୟରେ ଏଇ ଇଗ୍ନୋରେନ୍ସ ବା ତମ ଗୁଣ ଆଉ ରଜ ଗୁଣ ଯୋଉ ଅଛି, ଯୋଉଟା ଏଇ କାମନା ବାସନା ଗୁଡାକ ସବୁ ଅଛି, ହ୍ୟାଙ୍କରିଂ ଅଛି, ଆଉ ଯୋଉ ଲେମେଣ୍ଟେସନ ଅଛି, ଦୁଃଖ, ଇଏ ସବୁ ଯାହା କିଛି ଅଛି ସେଗୁଡା ସବୁ ଦୂରୀଭୂତ ହବ। କେତେବେଳେ, ଯେତେବେଳେ ଭଗବାନଙ୍କର ଏଇ ଯୋଉ ନୈଷ୍ଠିକ ଭକ୍ତିଟା ଆମ ହୃଦୟରେ ଆସିବ। ତ ଏଇ ଯୋଉ ରଜଗୁଣ ଆଉ ତମ ଗୁଣର ଯାହା ସବୁ ଅଛି ସବୁ ହୃଦୟରୁ ଚାଲିଯିବ, ଆଉ ଆମେ ସତ୍ୱ ଗୁଣକୁ ଇମ୍ପ୍ରୁଭ ହେବା। ସେ ସମୟରେ ଆମେ ଏଇ ଯୋଉ ଏବେ ସବୁ ଖାଇବା ପାଇଁ ଇଚ୍ଛା ଲାଗୁଛି, ବାହାର ଖାଇବା, ଗୁପଚୁପ ଖାଇବା, ମିଠା ଖାଇବା, ଇଏ ଖାଇବା, ସେ ଖାଇବା, ସେତେବେଳେ ସେଗୁଡା ଇଚ୍ଛା ଲାଗିବନି। ଇଚ୍ଛାଟା ଲାଗିବ କେବଳ ପ୍ରସାଦଟା ଖାଇବି। ପ୍ରସାଦରେ ଆମେ ସେ ସ୍ୱାଦଟା ପାଇବା, ସେ ଟେଷ୍ଟଟା ପାଇବା। ଏଇ ଟେଷ୍ଟ ଗୁଡାକ ବିତୃଷ୍ଣା ଲାଗିବ ଅଟୋମେଟିକାଲି। ଯେମିତି ଜଣେ ଲୋକକୁ କାହାକୁ ଗୁପଚୁପ ବହୁତ ଭଲ ଲାଗେ, କାହାକୁ ଗୁପଚୁପ ଭଲ ଲାଗେନି। ଯିଏ ଯାହାକୁ ଗୁପଚୁପ ଭଲ ଲାଗେ, ଆମେ ଭାବିବୁ ଯେ ଆରେ ସେ କେତେ ଗଧଟା, ତାକୁ ଗୁପଚୁପ ଭଲ ଲାଗୁନି, ଏତେ ବଢିଆ ଖାନାଟା ସେ ଖାଉନି, ତାକୁ ଭଲ ଲାଗୁନି। ତ ତାକୁ ଯୋଉଟା ଭଲ ଲାଗୁଛି ଆମକୁ ଭଲ ଲାଗୁନି। ତ ଏ ଚଏସ୍ ଗୁଡା ସେମିତି ଅଛି। ତ ସେମିତିଆ ଚଏସ୍ ହେଇଯିବ ଯେ ଆମର କେବଳ କୃଷ୍ଣ ଭକ୍ତି, ତାଙ୍କର ସେବା ହିଁ ଆମକୁ ଭଲ ଲାଗିବ, ପ୍ରସାଦ ଭଲ ଲାଗିବ, ଏଇଗୁଡାକ ଭଲ ଲାଗିବନି। ସେଇ ସେଇ ସେମ୍ ସିଚୁଏସନ, ବଟ୍ ଆମର ଟେଷ୍ଟଟା ଚେଞ୍ଜ ହେଇଯିବ। ଆଉ ସେଇ ଟେଷ୍ଟରେ କଣ, ଯିଏ ଗୁପଚୁପ ଖାଇବ, ବେଶୀ ଖାଇବ, ତାକୁ ହେବ ଏସିଡିଟି, ଇଏ ଓ ହଜାରେ ରୋଗ ବ୍ୟାଧି ହବ। ଯିଏ ସେଟା ଖାଇବନି, ମାଣ୍ଡିଆ ଖାଇବ, ଆଉ ଭଲ ଭଲ ଜିନିଷ ଖାଇବ, ସେ ହେଲ୍ଦି ହେବ। ତ ସିମିଲାରଲି ଯିଏ
ଏଇ ତାର ଟେଷ୍ଟଟା ଚେଞ୍ଜ ହେଇଯାଇକି ଯିଏ ଭଗବାନଙ୍କର ଭକ୍ତିରେ ଲାଗିବ ସେ ମୃତ୍ୟୁ ସଂସାରରୁ ପାର ପାଇବ, ହ୍ୟାପିନେସରେ ରହିବ, ସବୁବେଳେ ଖୁସି ରହିବ। ସତ୍ୱଗୁଣର ବୃତ୍ତିଟା ସେୟା, ସେ ସୁଖ ଦିଏ। ଆଉ ଗୁଡନେସ୍ ଆଉ ପେସନ୍ ଟା ଦୁଃଖ ଦିଏ। ପେସନ୍ ଆଉ ଇଗ୍ନୋରାନ୍ସ ଟା, ଗୁଡନେସ୍ ଆଉ ତମଟା ଦୁଃଖ ଦିଏ ମନୁଷ୍ୟକୁ, ସତ୍ୱଟା ସୁଖ ଦିଏ। ତ ଯେତେବେଳେ ଜଣେ ସୁଖରେ ରହିବ ସେ ଆଉ ସେଟା ଚାହିଁବ କି? ଯିଏ ସେ ସୁଖଟା ପାଇନି ସେଟାକୁ ଆବରିକି ଧରିଛି। ତ ଧୀରେ ଧୀରେ ଏଇ ଯୋଉ ଭକ୍ତିଟା ଆଉ ହୃଦୟ ହେଲେ ହୃଦୟରେ ଯେତେବେଳେ ଆବିର୍ଭୂତ ହବ ଭକ୍ତିଟା, ତ ଅଟୋମେଟିକାଲି ଆମର ଏଇ ଗୁଣ ଗୁଡାକ ସବଡ୍ୟୁ ହେଇଯିବେ। ରଜତମ ଆଉ ସତ୍ୱ ଗୁଣଟା ବୃଦ୍ଧି ପାଇବ। ଖାଲି ଖାଇବାକୁ ନେଇକି ନେଇ, ସତ୍ୱ ଗୁଣରେ ସବୁ କିଛି, ତାକୁ କ୍ରୋଧ ଆସିବନି, କ୍ରୋଧ ବହୁତ କମିଯିବ। ଆଉ ଯେତେ ସତ୍ୱ ଗୁଣର ତାକୁ ହ୍ୟାଙ୍କରିଂ ଆସିବନି, ଆରେ ମୋର ଏତେ ଲସ୍ ହେଇଗଲା, ଆରେ ମୁଁ ଏଇ ପଇସା ପାଇଥାନ୍ତି, ଆରେ ଏଇଥିରୁ ପଇସା ବହୁତ ଅଛି, ଏଇ ହ୍ୟାଙ୍କରିଂ ଗୁଡା ଆସିବନି ତାର ଲାଇଫରେ। ଧୀରେ ଧୀରେ ସତ୍ୱ ଗୁଣକୁ ଯିବ, ସେ ସତ୍ୱ ଗୁଣରେ ସୁଖଟା ପ୍ରାପ୍ତ ହବ। ତାପରେ କଣ ହବ? एवं प्रसन्न मनसो भगवद भक्ति योगतः भगवत तत्व विज्ञानम मुक्त संगस्य जायते। तापर कौन हब? एहीपरि भावरे सत्वगुण स्थित होइथिबा व्यक्ति भगवानकर प्रेममय सेवारे नवजीवन प्राप्त होई प्राकृत संसर्गरु मुक्त हो जाए एवं भगवत तत्व ज्ञान विज्ञान को उपलब्धि करिपारे। तो तापर कौन हब? जेतेले एई गुडनेस को आमे पहुंची जिबा, तापरे सेई लोक भगवानकर भक्ति रे ए जो goodness रे thus established in the mode of unalloyed goodness, the man whose mind has been enlivened by contact with devotional service to the Lord gains positive scientific knowledge of the personality of Godhead in the stage of liberation from all material association। तापरे धीरे धीरे आमे शुद्ध सत्व स्तर को जिबा। ଆଉ ସେଇ ସ୍ତରରେ ଏଇ ଯୋଉ ସତ୍ୱ ଗୁଣର ବି ଯୋଉ ବନ୍ଧନ ଗୁଡା ରହେ, ଯୋଉଟା ସୁନା ଚେନ୍ ସହିତ କମ୍ପେୟାର କରାଯାଏ, ରଜର ହେଲା ରୂପା ଚେନ୍, ମାୟା କଣ ସେଟା ବାନ୍ଧିକି ରଖେ ନା ଏଇ ଚେନ୍ ଦ୍ଵାରା। ରଜ ଗୁଣକୁ ରୂପାର ଚେନ୍ କୁହାଗଲା, ତମ ଗୁଣକୁ ଲୁହାର ଚେନ୍ କୁହାଗଲା, ଆଉ ସତ୍ୱ ଗୁଣକୁ ସୁନାର ଚେନ୍ କୁହାଗଲା। ସୁନା କାହାକୁ ଦରକାର ନାହିଁ, ଆଉ ସୁନାର ଚେନ୍ ମାନେ ତ ସମସ୍ତେ ଡେଇଁ ପଡିବେ। କିନ୍ତୁ ସେଟା ଯେତେ ହେଲେ ବି ଚେନ୍ ଟା ସେ ବାନ୍ଧିକି ରଖିବ, ସୁନା ହେଲେ ମଧ୍ୟ ସେ ଚେନ୍। ତମେ ଯେତେ ଖୁସିରେ ରହ, ବହୁତ ପଇସା ଅଛି କିନ୍ତୁ ଷ୍ଟିଲ୍ ପଇସା ଅଛି ମାନେ ଦୁଃଖ ବି ଆସିବ। ଏଇ ମର୍ତ୍ତ୍ୟ ଜଗତ ମାନେ ସେଇଆ। ତ ସୁନାର ଚେନ୍ ରେ ଥିଲେ ମଧ୍ୟ ଆମେ ସେ ବାନ୍ଧିକି ରହିବା, ବନ୍ଧନରେ ରହିବା। ବନ୍ଧନ ମାନେ ଦୁଃଖ। ତ ଅ, ସେ ସୁଖରେ ଥିବ କିନ୍ତୁ ଅଲ୍ଟିମେଟଲି ତାର ଦୁଃଖ ହିଁ ହବ, ମୃତ୍ୟୁ ହବ। ଆଉ ଗୋଟେ ଶରୀର ପାଇବ, ମୃତ୍ୟୁ ଦୁଃଖ ଅଛି, ଜନ୍ମ ଦୁଃଖ ଅଛି। ତ ଏଇ ଦୁଃଖ ଗୁଡାକ କେବେ ବି ସେ ପାର ପାଇପାରିବନି, ସେ ଯୋଉ ଗୁଣରେ ଥାଉ ନା କାହିଁକି। କେବଳ ଶୁଦ୍ଧ ସତ୍ୱକୁ ଗଲେ ଆଉ ଏଇ ଜନ୍ମ ମୃତ୍ୟୁର ଦୁଃଖ କିଛି ରହିବନି। ତ ସେ ଶୁଦ୍ଧ ସତ୍ୱକୁ ଧୀରେ ଧୀରେ ସେ ସତ୍ୱରୁ ଶୁଦ୍ଧ ସତ୍ୱକୁ ଯିବ। ସେ ସମୟରେ ସେ ଜ୍ଞାନମୟ ହେଇଯିବ। ତାର ହୃଦୟରେ ଯୋଉ କୁହାଯାଏ ଦିବ୍ୟ ଜ୍ଞାନ ହୃଦୟ ପ୍ରକାଶିତ, ସେ ସବୁ ଜିନିଷକୁ ଏଜ ଇଟ ଦେଖିପାରିବ, ସବୁ ଜୀବରେ ଭଗବାନଙ୍କୁ ଦେଖିପାରିବ। ସେ ଜାଣିପାରିବ ଯେ ମୁଁ ସଫରିଂ ହଉଛି ମୋର କର୍ମ ଫଳ, ସେ ସଫରିଂ ହଉଛି କର୍ମ ଫଳ। ଏ କର୍ମ ଫଳ କେମିତି କାମ କରୁଛି ସେ ଦେଖିପାରିବ। ତାର କାହା ପ୍ରତି ରାଗ ଦ୍ವೇଷ ଏଗୁଡା କିଛି ରହିବନି, କାହା ପ୍ରତି ଆସକ୍ତି ରହିବନି। ଏଇ ଯୋଉ ଡେଭଲପଡ ହେବ ଏଇ କ୍ୱାଲିଟି ଗୁଡାକ ଅଟୋମେଟିକାଲି ହେବ ସେଇ ଭକ୍ତି ଦ୍ଵାରା। ଗୁଣ ଗୁଡାକ ଯେତେବେଳେ ନଷ୍ଟ ହେବେ, ଶୁଦ୍ଧ ସତ୍ୱକୁ ଉଦୟ ହବ, ତ ଅଟୋମେଟିକାଲି ସେଇ ଭକ୍ତି ଗୁଡାକ ଉଦୟ ହବ। ଗଡହେଡ ଇନ ଦ ଷ୍ଟେଜ ଅଫ ଲିବରେସନ ଫ୍ରମ ମେଟେରିଆଲ ଆସୋସିଏସନ। ଆଉ ସେତେବେଳେ ମାୟାଟା ଧୀରେ ଧୀରେ ତାର ଛାଡିବ। ମାୟାଟା ସହଜରେ ଛାଡିବନି। ଆମେ ଭାବବାନି ଯେ ଜଣେ ଶୁଦ୍ଧ ଭକ୍ତିଟା ବହୁତ ବହୁତ ବଡ ଜିନିଷ। ସେଥିପାଇଁ ଭଗବାନ କହିଲେ ନା ଯେ ବହୁ ନାମ ଜନ୍ମ ନାମନ୍ତେ ଜ୍ଞାନ ପ୍ରପଦ୍ୟନ୍ତେ, ବହୁତ ବହୁତ ଜନ୍ମ ଲାଗିଯାଏ। ବାସୁଦେବମ୍ ସର୍ବମିତି ସ ମହାତ୍ମା ସୁଦୁର୍ଲଭ, ବହୁତ ଦୁର୍ଲଭ। ଭଗବାନ କହୁଛନ୍ତି ସୁଦୁର୍ଲଭ ବୋଲିକି ଦ୍ୱାପର ଯୁଗରେ। ତ ଆଜିକାଲି କଳି ଯୁଗରେ କୋଉଠୁ ସେଇଟା ପାଇବା? ସେ ବହୁତ ରେୟାର, ବହୁତ ରେୟାର। କୋଟି କୋଟିରେ ଗୋଟେ କୋଉ ଭକ୍ତ ଯିଏ ଶୁଦ୍ଧ ଭକ୍ତ ବା ଭଗବାନଙ୍କୁ ବାସ୍ତବରେ ପାଇଛି ବା ପାଇବା ପାଇଁ ଚେଷ୍ଟାରତ। ଭଗବାନଙ୍କୁ ପାଇବା ପାଇଁ ମଧ୍ୟ ଚେଷ୍ଟାରତ ବହୁତ କମ। ଆମର ଯୋଉ ଚେଷ୍ଟା ଗୁଡାକ
କେବଳ ମନ ଦ୍ୱାରା ଗୋଟେ ପ୍ରେରିତ ଆଉ ସାଧୁ ଶାସ୍ତ୍ରଙ୍କର କୃପା ଦ୍ୱାରା ଟିକେ ଆମେ ତିଷ୍ଠିକି ରହିଛେ। କିନ୍ତୁ ବାସ୍ତବରେ ଏନି ମୋମେଣ୍ଟ ଯଦି ଭଗବାନ ଟିକେ ଟେଷ୍ଟ କଲେ ଆମକୁ, ଆମେ ଫେଲ ହେଇଯିବା। ତ ଆମକୁ ଶୁଦ୍ଧ ଏଇ ଯୋଉ ଏଇ ଷ୍ଟେଜ ଗୁଡାକ ଯିବା ପାଇଁ ବହୁତ ସମୟ ଲାଗିବ। କିନ୍ତୁ ଯଦି ଆମେ ସରଳ ହୃଦୟ ହେଇକି ସବୁବେଳେ ଲାଗିକି ରହିବା, ଆ, ଗର୍ବ ଆଣିବାନି ହୃଦୟରେ, ତାହେଲେ ଭଗବାନ କୃପା କରିକି ଦିନେ ନା ଦିନେ ଆମକୁ ନେଇଯିବେ। ତ ଏଇ ମାୟାଟା ସହଜରେ ଯିବନି, ମାୟାଟା ବହୁତ ମୁସ୍କିଲ ଯିବାର। ମାୟାଟା ଲାଗି ଆମ ଅହମ ଭାବଟା କେମିତି ଯିବ? ମୁଁ ଏ ଶରୀରଟା, ମୁଁ ଏ ଶରୀରକୁ ଆଜି ଆମେ କହିବା ମୁଁ ଶରୀର ନୁହଁ, ମୁଁ ବ୍ରହ୍ମ, କିଏ ଆସିକି ଗୋଟେ ଚାପୁଡା ମାରିଦଉ କି କିଏ ଗୋଟେ ଗାଳି ଦେଇଦଉ, ଏଇ ଷ୍ଟୁପିଡ, ଏଇ ଇଡିୟଟ, ଦେଖିବେ ମନର ରିଆକ୍ସନ କେମିତି ହବ। ମନ ଇମିଡିଏଟଲି ଚାରିଆଡୁ ଭାବବା ଆରମ୍ଭ କରିଦବ, ସେ ମତେ ଏମିତି କହିଦେଲା, ତାର ଏମିତି ହଉ, ତାର ସେମିତି ହଉ, ସେ କଣ ପାଇଁ ହେଇଗଲା, ଗୁଡାଏ ଜିନିଷ ଭାବବ। ଗୋଟେ ଛୋଟ ଇଭେଣ୍ଟରେ କିଛି ହେଇନଥିବ, କାଲି କିଏ ଗୋଟେ ଗାଲି ଗଲୋଜ କରିଦେଲା, କଣ ହେଲା, ନିଜକୁ କଲାନି ଆଉ କାହାକୁ କରିଦେଇଛି, ସେଥିରେ ବି ଆମ ମନ ଏଜିଟେଟ ହେଇଯିବ। ତାହେଲେ ଆମେ ତ ଯେ ଏଇ ଷ୍ଟେଜରେ ଅଛୁ, ଆମେ ଭକ୍ତିକୁ କେମିତି ଆମେ ହାତ ବଢେଇ ପାରିବା? ଆଚାର୍ଯ୍ୟ ମାନେ କହନ୍ତି ଏଇଟା ଆ, କଣ ନା ସେଟା ମୁନ୍ ଆଉ ବ୍ରାଞ୍ଚ ଅଫ ଏ ଟ୍ରି, ମାନେ ଗଛ ମଧ୍ୟରେ ଚନ୍ଦ୍ରକୁ ଦେଖେଇବା ନ୍ୟାୟ, ଯୋଉଟା ଲଜିକ ଟା, ମାନେ ଚନ୍ଦ୍ର କୋଉଠି, କିନ୍ତୁ ଆମେ ଛୋଟ ପିଲାକୁ ଦେଖାନ୍ତି ନା, ଏଇ ଦେଖ ଚନ୍ଦ୍ର ସେଇଠି ଅଛି, ଏ ଗଛ ଭିତରେ ସେଇ ଡାହି ପାଖରେ ଦେଖାଯାଉଛି। ବଟ୍ ଚନ୍ଦ୍ର ବାସ୍ତବରେ ବହୁତ ଦୂରରେ ଅଛି। ତ ଆମକୁ ଲାଗୁଛି ଏରେ ଏଇଟା ତ ଭକ୍ତି, ଆମର ଶୁଦ୍ଧ ଭକ୍ତ ହେଇଯିବ ଆଉ। କିନ୍ତୁ ଶୁଦ୍ଧ ଭକ୍ତ ମାୟା ଛାଡିବାର ଜିନିଷ ବହୁତ ବଡ ଜିନିଷ। ଯେତେବେଳେ ଆମେ ଟିକେ ଉନ୍ନତ ହେବା ଷ୍ଟେଜ, ଏବେ ଆମକୁ ପରୀକ୍ଷା ବି କରିବେନି ଭଗବାନ, କାହିଁକି ନା ଆମର ଷ୍ଟେଜ ଟା ଏତେ ଲୋ ଅଛି, ଭକ୍ତି ତ ଆରମ୍ଭ କରିନି, ଆଉ ପରୀକ୍ଷା କାହିଁ କରିବେ? କିନ୍ତୁ ଯେତେବେଳେ ଆମେ ବାସ୍ତବରେ ଟିକେ ଟେଷ୍ଟ ପାଇବା ଆରମ୍ଭ କରିବା, ଭକ୍ତି ଆରମ୍ଭ କରିବା, ତ ଆମକୁ ଟେଷ୍ଟ ଆସିବ, ଟେଷ୍ଟ କରିବେ ଭଗବାନ। ତ ସେ ସମୟରେ ଆମେ ଯଦି ସେଇ ଟେଷ୍ଟ ଗୁଡାକରେ ଉନ୍ନତ ହେଇପାରିବା, ତାହେଲେ ଯାଇକି ଆମେ ଭକ୍ତି ରାଜ୍ୟକୁ ପ୍ରବେଶ କରିବା। ତାପରେ ଆରମ୍ଭ ହବ, ମାନେ ଯୋଉ କହନ୍ତି ଯେ ରୂପ ଗୋସ୍ୱାମୀ ଲେଖିଲେ ନା, ଆଦୌ ଶ୍ରଦ୍ଧା, ତଥା ସାଧୁ ସଙ୍ଗ, ତଥା ଭଜନ କ୍ରିୟା, ତାପରେ ଅନର୍ଥ ନିବୃତ୍ତି, ତାପରେ ରୁଚି, ଅନର୍ଥ ନିବୃତ୍ତି ପରେ କଣ, ଆ ଅନର୍ଥ ନିବୃତ୍ତି, ତାପରେ ଯୋଉ ଅଛି ରୁଚି ବା ଭାବ ପ୍ରେମ ସବୁ ଅଛି, ତାର ଯୋଉ ଇଏଟା ଦେଇଛନ୍ତି। ତ ଆଦୌ ଶ୍ରଦ୍ଧା ଯୋଉଟା କହିଛନ୍ତି, ଏଇ ଷ୍ଟେଜ ଯୋଉ ଦେଇଛନ୍ତି ରୂପ ଗୋସ୍ୱାମୀ, ଏଥିରେ ଆମେ କୋଉଠି? ତ ଜଣେ କହିବ ଆମେ ଭଜନ କ୍ରିୟାର ଷ୍ଟେଜ ଅଛୁ, ଆମେ ଭଜନ କରୁଛୁ, ସାଧୁ ସଙ୍ଗ କଲେଣି, ଏସବୁ। ବାସ୍ତବିକତାରେ ଯଦି ଆମେ ନିଜ ହୃଦୟକୁ ଦେଖିବା, ତାହେଲେ ଆମେ ଆଦୌ ଶ୍ରଦ୍ଧାରେ ବି ନାହୁଁ। ଗୁରୁଦେବ ସେଟାକୁ ବହୁତ କ୍ଲିୟରଲି କହନ୍ତି। କାହିଁକି ନା ଆଦୌ ଶ୍ରଦ୍ଧାଟା କଣ? ଆଦୌ ଶ୍ରଦ୍ଧାଟା ଚୈତନ୍ୟ ଚରିତାମୃତରେ ଦେଲେ ଯେ, ଶ୍ରଦ୍ଧା ଶବ୍ଦେ ଅ, ଶ୍ରଦ୍ଧା ଶବ୍ଦେ ଶାସ୍ତ୍ର କହେ ସୁଦୃଢ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବ କର୍ମ କୃତ হয়। ଏଇଟା ହେଲା ଶ୍ରଦ୍ଧା। ଶ୍ରଦ୍ଧା ମାନେ ସୁଦୃଢ ନିଶ୍ଚୟ, ଏଇ କମ୍ପ୍ଲିଟ ଫେଥ, ଯେ ମୁଁ ଯଦି କୃଷ୍ଣ ଭକ୍ତି କରିବି, ତାହେଲେ ସବୁ ସର୍ବ କର୍ମ କୃତ হয়। ତାହେଲେ ମତେ ଆଉ କିଛି କରିବା ଦରକାର ନାହିଁ, ମୋର ସବୁ କର୍ମ ହେଇଗଲା। ସେଇଟା ହେଲା ଶ୍ରଦ୍ଧା। ହଁ, କୃଷ୍ଣ ଭକ୍ତି କଲେ ମତେ ଆଉ କିଛି ଦରକାର ନାହିଁ। ଆମର ସେଇଟା ଅଛି କି? ଯେ ପର୍ଯ୍ୟନ୍ତ ସେଇ ଷ୍ଟେଜଟା ଆସିନି, ଆମେ କୃଷ୍ଣ ଭକ୍ତି କଣ ପାଇଁ କରୁଛେ? କିଛି କାମନା ନେଇକି କରୁଛେ କି? ଯଦି ଆମର କାମନା ପୂରଣ ନହେଲେ ଆମେ ଭକ୍ତି କରୁଛେ କି? ନା। ତ ଆଉ ଯଦି ଆମେ ଭକ୍ତି କରୁଛେ, ଆମେ ଅନ୍ୟ ଜିନିଷ ଗୁଡାକରେ କାହିଁକି ମନେ ରଖିଛେ? କୃଷ୍ଣ ଭକ୍ତି କଲେ ତ ସବୁ କିଛି ପୂର୍ଣ୍ଣ ହେଇଯିବ, ତ ପୂର୍ଣ୍ଣ ମାତ୍ରାରେ କାହିଁକି କୃଷ୍ଣଙ୍କୁ ଲାଗି ପାରୁନେ? ଆମର ସେଇ ଶ୍ରଦ୍ଧାଟା ନାହିଁ, ଆମକୁ ଡର ଲାଗୁଛି। ଆରେ ମୁଁ ଯଦି ଖାଲି ବସି ଭାଗବତ ଶୁଣିବି, ଖାଲି ବସି ଭଜନ କରିବି, ତାହେଲେ ମୋ ଘରର କଣ ହବ, ଏଇଟା କଣ ହବ, ସେଇଟା କଣ ହବ, ପଇସା କୋଉଠୁ ଆସିବ, ଗୁଡାଏ ଜିନିଷ ଆମ ମନରେ ଚାଲିବ। ଆମେ କରିପାରିବାନି ସେଇଟା। ହଁ, ଖାଇବି କଣ, ଆ, ମୁଁ ରହିବି କୋଉଠି, ଗୁଡାଏ ଜିନିଷ। ତ ସେଗୁଡାକ କେତେବେଳେ ଯିବ? ଯେତେବେଳେ ଆମର ପୂର୍ଣ୍ଣ ଫେଥ ଆସିବ, ଶ୍ରଦ୍ଧା ଆସିବ। ଆମେ ଏଇ ଯାଏ ଶ୍ରଦ୍ଧାରେ ମଧ୍ୟ ଆସିନୁ, ଆଦୌ ଶ୍ରଦ୍ଧା ସେଇଟା ଆମର ହେଇନି। ସେ ଶ୍ରଦ୍ଧାଟା ଆସିଲା ପରେ ଆମ ଏଇ ଭକ୍ତିଟା ଷ୍ଟାର୍ଟ ହେବ। ତାପରେ ସାଧୁ ସଙ୍ଗ କରିବା, ତାପରେ ଭଜନ କ୍ରିୟା କରିବା, ତାପରେ ଆମର ଅନର୍ଥ ନିବୃତ୍ତି ହବ। ଅନର୍ଥ ନିବୃତ୍ତି ଯାଇକି 4 ନମ୍ବରରେ,
ଆମର ସେ ଶ୍ରଦ୍ଧାଟା ତ ଆସିନି ଆଉ ଅନର୍ଥ ନିବୃତ୍ତି କୋଉଠୁ ହେଲା? ସେ ଯୋଉ ଅନର୍ଥ ନିବୃତ୍ତି ହବ, ଏଇଟା ଅନର୍ଥ ନିବୃତ୍ତି କଥା ଗୁଡା ଆମେ ପଢୁଛେ। ମାୟା ଛାଡିବ ନା, ଏଇ ଯୋଉ ଆ, ଆମର ସବୁ ଗୁଣ ଗୁଡାକ ଅଛି, କାମନା ବାସନା, ଏଗୁଡା ସବୁ ଧୀରେ ଧୀରେ ଯିବ। ସେଟା ଗୁଡା ଆମେ ଏକ୍ସପିରିଏନ୍ସ କରିପାରିବା ଯଦି ଆଦୌ ଶ୍ରଦ୍ଧାଟା ଫାଷ୍ଟ କରିବାକୁ ପଡିବ ନା। ଆଉ ଫାଷ୍ଟ ସେଇ କମ୍ପ୍ଲିଟ ଫେଥ କୃଷ୍ଣଙ୍କ ଉପରେ, ତାପରେ ଯାଇକି ଆମେ ଭକ୍ତି ଇଏରେ ପାଦ ଦେବା। ତ ଏଇଟା କହିବାନି ଯେ ଆଦୌ ଶ୍ରଦ୍ଧା ଆମର ହେଇନି ବୋଲି ଆମେ ଭକ୍ତି କରିବାନି, ନା। ଏଇ ଆଦୌ ଶ୍ରଦ୍ଧାଟା ଦିନେ ନା ଦିନେ ହେବ। ଆମେ ସରଳ ହୃଦୟରେ ଯାହା ସାଧୁଗୁରୁ କହୁଛନ୍ତି ତାକୁ ପାଳନ କରି ଚାଲିଥିବା, କିନ୍ତୁ ଆମେ ସବୁବେଳେ ନିଜର ସ୍ଥିତିକୁ ଜାଣିଥିବା। ଆମେ ନ ଜାଣିଲେ ଆମେ ହମ୍ବଲ ହେଇପାରିବାନି, ଆମର ଗର୍ବ ଆସିଯିବ। ଆମେ ଭକ୍ତି କରୁଛେ, ମୋର ସେଇ ଷ୍ଟେଜ ଆସିଗଲାଣି। ହଁ, ଅନର୍ଥ ନିବୃତ୍ତି ପରେ ନିଷ୍ଠା ଆସିବ। ମୋର ନିଷ୍ଠା ଷ୍ଟେଜ ଆସିଗଲାଣି। ଆଉ ନିଷ୍ଠା ଷ୍ଟେଜରେ କଣ, ଏଇ ଶୁଦ୍ଧ ନାମ କରିବା ପୂର୍ବ ଷ୍ଟେଜ ଟା, ମାନେ ଶୁଦ୍ଧ ନାମ ହବ ସେ ସମୟରେ, ତାପରେ ଶୁଦ୍ଧ ନାମ ହବ। ହଁ, ଅନର୍ଥ ସବୁ ନିବୃତ୍ତ ହେଇଯାଇଛି ନା, ଶୁଦ୍ଧ ନାମ ହବ। କିନ୍ତୁ ନିଷ୍ଠା ଷ୍ଟେଜ ରୁ ପତନ ହୁଏ, ନିଷ୍ଠା ଷ୍ଟେଜ ରୁ ବି ପତନ ହୁଏ। ତ ଏଇଟା ବହୁତ ଗହନ ଜିନିଷ ଗୁଡାକ, ଆମେ ଧୀରେ 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 ଏଇ କରିବା। ତ ଆମେ ଏଇଠି ରଖିବା 20 ନମ୍ବର ଶ୍ଲୋକରୁ କାଲିକି 21 ନମ୍ବର ଶ୍ଲୋକରୁ ଆଉ ଟିକେ ଶୁଣିବା। ଏଗୁଡା ବହୁତ ଜରୁରୀ ଶୁଣିବା, ତେବେ ଯାଇକି ଆମେ ଭାଗବତମକୁ ବାସ୍ତବରେ ବୁଝିପାରିବା। ଆଉ 2 ମିନିଟ ଅଛି, କାହାର କଣ ପ୍ରଶ୍ନ ଅଛି କି? ପ୍ରଶ୍ନ ନେଇପାରିବା। କିଛି हरे ପ୍ରଶ୍ନ ନା? कृष्ण प्रभु जी। ଆଜ୍ଞା, ହରେ କୃଷ୍ଣ। हरे कृष्ण प्रभु जी। प्रभु ଆଜ୍ଞା। जी ये जो ଆମର ଆମେ କି ଚାଲିଗଲେ ମରିଗଲେ କହୁଛେ ରାମ ନାମ ସତ୍ୟ ହେ ହରି ନାମ ସତ୍ୟ, ସେଟା କଣ ମାନେ ସତ୍ୟ ଯୁଗ ଆରମ୍ଭରୁ ହିଁ ଚାଲି ଆସିଛି ନା ତ୍ରେତୟା ଯୁଗ ପରେ ରାମ ନାମ ସତ୍ୟ ଏଟା କୁହାହଉଛି? ନା ନା, ରାମ ତ ଅଛନ୍ତି, ସତ୍ୟ ଯୁଗରେ ବି ରାମଙ୍କ ନାମ ଥିଲା। ଆମେ ଯୋଉ ହରେ ଆଜ୍ଞା। କୃଷ୍ଣ ମହାମନ୍ତ୍ର କହୁ, ଆଗ କୃଷ୍ଣଙ୍କ ନାଁ ନିଆଯାଏ, ତାପରେ ରାମଙ୍କ ନାଁ ନିଆଯାଏ। ତ ହୁଁ କୃଷ୍ଣ ଦ୍ୱାପର ଯୁଗରେ ଆସିଲେ, ରାମଙ୍କ ପରେ, ରାମ ତ ତ୍ରେତାରେ ଆସିଲେ। କିନ୍ତୁ ଭଗବାନଙ୍କର ହୁଁ ଏଇ ଯୋଉ ଲୀଳା ଗୁଡାକ, ସେଇଟା ହେଲା ମାନେ ଏଟର୍ନାଲ। ସେ ଲୀଳାଟା ଏବେ ଏବେ ଏଇ ତ୍ରେତାରେ ରାମ ହେଲେ। ତା ପୂର୍ବରୁ କେତେ ତ୍ରେତା ଗଲାଣି, ସବୁ ତ୍ରେତାରେ ରାମ ଯେ ଆସନ୍ତି, ବୁଝିଲେ ନା। ହୁଁ ସବୁ ଆଜ୍ଞା। ସବୁ ଦ୍ୱାପରରେ କୃଷ୍ଣ ଆସନ୍ତିନି। କୃଷ୍ଣ ଅ, ବ୍ରହ୍ମାଙ୍କର ଅ, ଗୋଟେ ଦିନରେ ଗୋଟେ ଦ୍ୱାପରରେ ଆସନ୍ତି। ଆଉ ସବୁ ଦ୍ୱାପରରେ ଆସନ୍ତିନି, କିନ୍ତୁ ତାଙ୍କର ଅନ୍ୟ ଅବତାର ସବୁ ଆସନ୍ତି ଦ୍ୱାପରରେ। ତ ସେଇଭଳିଆ ସବୁ ଭଗବାନଙ୍କର ଯେତେ ଅବତାର, ଯେତେ ଭଗବାନଙ୍କର ଲୀଳା, ସବୁ ଏଟର୍ନାଲ। ସେଟା ତ ରାମ ଅଛନ୍ତି। ତ ସତ୍ୟ ଯୁଗରେ ବି ରାମ ରାମ ନାମ ଥିଲା, ରାମଙ୍କର ଲୀଳା ଥିଲେ, ରାମାୟଣ ପଢୁଥିଲେ ଲୋକମାନେ। ତ୍ରେତା ଯୁଗରେ ରାମ ଆସିଲେ, କିନ୍ତୁ ତା ପୂର୍ବର ତ୍ରେତାରେ ରାମ ଥିଲେ। ତ ଏଇଟା ସୁନ୍ଦର। ଆଉ ଗୋଟେ ଜିନିଷ ଅଛି, ଏବେ ବନ୍ଦ ହେଇଯିବ, ଆମେ କାଲି କହିବା ଯେ କେମିତି ଏଇଟା ଗୁରୁଦେବ ବି ସମାଧାନ ଦେଇଥିଲେ ୟାର। ଆମେ କାଲି ସେଟା ଡିଟେଲ୍ସ କହିବା। ଠିକ ଅଛି, ଆଜ୍ଞା। ଆଜି ଆମେ ଏଇଠି ରଖିବା। ଆଉ କାଲି ଆମେ 21 ଶ୍ଲୋକରୁ ପୁଣି ଦେଖିବା ଆଗକୁ। वाञ्छकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। श्रील प्रभुपाद जी महाराज की जय। श्रील गुरुदेव की जय। निताय गौर प्रेमानंद हरि हरि बोल। हरे कृष्णा। हरे कृष्ण प्रभु हरे कृष्णा। जी।